ତେବେ ବୈଷ୍ଣବ ପଦ ପାଇ ଏ ଲିଙ୍ଗ ଶରୀର ନାଶଇ। କେବେ ବୈଷ୍ଣବ ପଦ ପାଇ? ହଁ, ଯେବେ ଏଇ ବ୍ୟକ୍ତି ନିଜକୁ ସାଧନ ମାର୍ଗୀ କରିବ, ଆତ୍ମତତ୍ଵରେ ନିଜକୁ ବୁଡ଼େଇ ରଖିବ, ସ୍ୱଧର୍ମ ନିଷ୍ଠାର ସହିତ ପାଳନ କରିବ। ସେତିକି ନୁହେଁ, ବେଦ ବନ୍ଦିତ କର୍ମକୁ ଆପଣେଇ ନେବ। ସେତେବେଳେ ସେ ବିପ୍ର ହେବ, ବେଦକୁ ଅଭ୍ୟାସ କରିବ ଜୀବନଚର୍ଯ୍ୟାରେ। ଏପରିକି ନିଜର କର୍ମ, ବଚନ ଏବଂ ଚିନ୍ତନରେ ବିଶୁଦ୍ଧତା ଆଣି ପୁଣ୍ୟାତ୍ମା ହେବ। ଯେଉଁ ପୁଣ୍ୟ କର୍ମର ଫଳସ୍ୱରୂପ ସେ ବୈଷ୍ଣବ ଗତି ଅବଶ୍ୟ ପ୍ରାପ୍ତ ହେବ। ଥରେ ବୈଷ୍ଣବ ଗତି ପାଇଗଲେ, ଥରେ ମହାପ୍ରଭୁଙ୍କର ପ୍ରିୟ ହୋଇଗଲେ, ନିର୍ବାଣ ପାଇଗଲେ, ଆଉ ଲିଙ୍ଗ ଶରୀର ଆସିବ ନାହିଁ। ଏଇ ଯେଉଁ ଲିଙ୍ଗ ଶରୀର ବା ସ୍ଥୂଳ ଶରୀର ବୋଲି ଆମେ ଯାହାକୁ କହୁଛେ, ସେ ଶରୀର ନ ଆସିଲେ ଜନ୍ମ ମୃତ୍ୟୁ ଆସିବ କିପରି? ଆଜି ନିଜେ ଭଗବାନ ଶଙ୍କର କହୁଛନ୍ତି ପ୍ରଚେତାମାନଙ୍କୁ, ମନେ ରଖ ପିଲେ, ଲିଙ୍ଗ ଭଞ୍ଜନେ ମୋକ୍ଷ ଯୋଗ ନ ଲଭେ ମୃତ୍ୟୁ ଭୟ ସଙ୍ଗ। ଯେତେବେଳେ ଲିଙ୍ଗ ଶରୀର ମିଳିବ ନାହିଁ, ଆଉ ମୋକ୍ଷ ବା କେତେ ଦୂର? ପ୍ରିୟ ଦିବ୍ୟାତ୍ମନ୍, ଆମେ ଯେଉଁ ମୋକ୍ଷ ମୋକ୍ଷ ବୋଲି କହୁଛେ, ପ୍ରକୃତରେ ମୋକ୍ଷର ପରିଭାଷା କ'ଣ? ମୋହର କ୍ଷୟ ହିଁ ମୋକ୍ଷ। ମୁଁ ଏହା ବୁଝିଛି। ମୋହଟା କେଉଁଠୁ ଆସେ? ମୋହର ଜନନୀ କିଏ? ମାୟା। ମାୟାକୃତ ଗୁଣ ଦୋଷ ଅନେକା ମୋହ ମନୋଜ ଆଦି ଅବିବେକା। ମାୟାରୁ ହିଁ ମୋହ ଆସେ, କାମ ଆସେ, ବିବେକହୀନତା ଆସେ। ଯେତେବେଳେ ମଣିଷ ବୁଝିଯିବ ମାୟାର ପ୍ରକୃତ ସ୍ୱରୂପ କ'ଣ, ସ୍ୱଭାବ କ'ଣ, ପ୍ରଭାବ କ'ଣ ଏବଂ ଜୀବନର ଲକ୍ଷ୍ୟ କ'ଣ, ସେତେବେଳେ ସେ ଧୀରେ ମାୟାଠାରୁ ଦୂରେଇ ଯିବ। ଏବଂ ମାୟାଠାରୁ ଦୂରେଇ ଗଲେ ଆଉ ମୋହ ଆସିବ ନାହିଁ। ମୋହ ନ ରହିଲେ ସ୍ଥୂଳ ଶରୀର ଆସିବ ନାହିଁ। ଏବଂ ସ୍ଥୂଳ ଶରୀର ନ ଆସିଲେ ନ ଲଭେ ମୃତ୍ୟୁ ଭୟ ସଙ୍ଗ। ଏଇ ଯେଉଁ ମୃତ୍ୟୁର ଭୟ ପ୍ରତି ମୁହୂର୍ତ୍ତରେ ଆମକୁ ବେଶ ବ୍ୟସ୍ତ କରି ପକାଉଛି, ସେ ମୃତ୍ୟୁ ଭୟ ମଧ୍ୟ ରହିବ ନାହିଁ। ଏବେ ନିଜେ ଶଙ୍କର ଭଗବାନ ପ୍ରଚେତାମାନଙ୍କ ନିକଟରେ ଗୋଟିଏ କଥା କହୁଛନ୍ତି, ହେ ପିଲାମାନେ, ହେ ପୁତ୍ରଗଣ, ତୁମ୍ଭେ ଭକତ ଜନସାର ଲକ୍ଷଣ ଜାଣିଲୁ ତୁମ୍ଭର। କ'ଣ ଲକ୍ଷଣ ସବୁ ଅନୁଭବ କଲେ ନିଜେ ଶଙ୍କର ଭଗବାନ ପ୍ରଚେତାମାନଙ୍କ ଠାରେ? ଭକ୍ତର ଲକ୍ଷଣ କ'ଣ? ନା ଭକ୍ତର ଲକ୍ଷଣ ହେଉଛି ଭକ୍ତି। ଭକ୍ତି କ'ଣ? ଆମର ସଂସ୍କୃତରେ କୁହାଯାଏ ଭଜ ଧାତୁରେ 3 ପ୍ରତ୍ୟୟ ଯୁକ୍ତ ହୋଇ ଭକ୍ତି। ଏଠି ଭଜର ଅର୍ଥ କ'ଣ? ଅନେକ ଥର ଆମେ କଥା ଆଲୋଚନା କରିଛେ। ଭଜ କହିଲେ ଧ୍ୟାନ କରିବା, ଭଜ କହିଲେ ଖୋଜିବା, ଭଜ କହିଲେ ସେବା କରିବା। ଏଠି ପ୍ରଚେତାମାନଙ୍କ ଭିତରେ ସେଇ ଭକ୍ତିର ଲକ୍ଷଣ ହିଁ ଦେଖିଛନ୍ତି। ଭକ୍ତର ଲକ୍ଷଣ ହିଁ ଦେଖିଛନ୍ତି ଶଙ୍କର ଭଗବାନ, ଯେଉଁମାନେ କି ମହାପ୍ରଭୁ ଶ୍ରୀହରିଙ୍କୁ ଧ୍ୟାନ କରି କରି ଖୋଜିବା ପାଇଁ ବାହାରି ପଡ଼ିଛନ୍ତି। ଅତଏବ এই ଖୋଜିବାର ଯେଉଁ ଲକ୍ଷଣ ଶଙ୍କର ଭଗବାନ ଅନୁଭବ କଲା ପରେ ନିଜେ କହୁଛନ୍ତି, ହେ ପୁତ୍ରମାନେ, ତୁମ୍ଭେ ଭକତ ଜନସାର ଲକ୍ଷଣ ଜାଣିଲୁ ତୁମ୍ଭର। ଆମ୍ଭର ପ୍ରିୟ ଯେଉଁ ହରି ତୁମ୍ଭେ ତେସନେ ମୋତେ ସରି। ତୁମେ ଯେପରି ଭାବରେ ଭଗବାନ ଶ୍ରୀହରିଙ୍କୁ ଭଲ ପାଉଛ, ମୁଁ ମଧ୍ୟ ଭଗବାନ ଶ୍ରୀହରିଙ୍କୁ ଠିକ୍ ସେହିପରି ଭାବରେ ଭଲ ପାଉଛି। ଅତଏବ ତୁମେ ମୋ ସରି, ମାନେ ତୁମେ ମୋ ସମାନ, ତୁମେ ମୋର ଆତ୍ମୀୟ। ଏଣୁ ମାନବ ଭକ୍ତ ଯେହି ମୋ ପ୍ରିୟ ତହୁଁ କେହି ନାହିଁ। ଏ ସଂସାର ଭିତରେ ଯେଉଁ ମଣିଷ ଭଗବାନଙ୍କର ଭକ୍ତ ହୋଇଗଲା, ସେ ମୋର ପ୍ରିୟ। ଅନେକ ସମୟରେ କୁହାଯାଏ, ଶଙ୍କର ଭଗବାନଙ୍କର ମନ୍ଦିରକୁ ଆପଣମାନେ ଯାଉଛନ୍ତି ନା?
ଓಂ ନମ ଶିବାୟ ନମ ଶିବାୟ ନମ ଶିବାୟ ଏକଥା କହୁଛନ୍ତି, କିନ୍ତୁ ଥରେ ଯାଆନ୍ତୁ ମହାପ୍ରଭୁଙ୍କ ପାଖରେ ବସି ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ, ନମ ନାରାୟଣ ଜପ କରନ୍ତୁ। ଶଙ୍କର ଭଗବାନ ଭାରି ଖୁସି ହୋଇଯିବେ ବୋଲି କୁହାଯାଏ। କାରଣ ଶଙ୍କର ଭଗବାନଙ୍କର ପ୍ରିୟ ହେଉଛନ୍ତି ଶ୍ରୀମନ୍ନାରାୟଣ ଶ୍ରୀହରି। ଆମେ ଯେତେବେଳେ ଶଙ୍କର ଭଗବାନଙ୍କ ପାଖରେ ବସି ବିଷ୍ଣୁ ସହସ୍ରନାମ ପାଠ କରିବା, ଶ୍ରୀମନ୍ନାରାୟଣ ନାରାୟଣ ନାରାୟଣ ହରି ହରି କୀର୍ତ୍ତନ କରିବା, ଶଙ୍କର ଭଗବାନ ବୁଝିଯିବେ, ଆରେ ଆରେ ମୁଁ ଯେମିତି ଭଗବାନଙ୍କର ଭକ୍ତ, ଇଏ ସେମିତି ଭଗବାନଙ୍କର ଭକ୍ତ। ଅର୍ଥାତ୍ ଶଙ୍କର ଭଗବାନ ଶ୍ରୀହରିଙ୍କର ଭକ୍ତଙ୍କୁ ଭଲ ପାଆନ୍ତି। ଏଇଟି ହେଉଛି ମୂଳ କଥା। ହେ ପ୍ରଚେତସ ଭାଇ ଦଶ, ତୁମ୍ଭର ବାକ୍ୟ ହେଲୁ ତୋଷ, ହରି ଭଜନ ଯେ ପ୍ରକାର, କହିବା ଦୃଢ଼ ଚିତ୍ତେ ଧର। ମହାପ୍ରଭୁଙ୍କର ଭଜନ ତୁମେ କରିବାକୁ ଆସିଛ, ମହାପ୍ରଭୁଙ୍କର ଧ୍ୟାନ କରିବ, ଖୋଜିବ, ସେବା କରିବ। ଏଠି କିନ୍ତୁ ମୁଁ ତୁମମାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ସୁନ୍ଦର ଉପଦେଶ ରଖିବି, ତାହାକୁ ଭଲ ଭାବରେ ବୁଝିବାକୁ ଚେଷ୍ଟା କର। କ'ଣ ମୁଁ କହିବି? ହରି ଭଜନ ଯେ ପ୍ରକାର, କହିବା ଦୃଢ଼ ଚିତ୍ତେ ଧର। ଭଗବାନଙ୍କର ଭଜନ କିପରି କରାଯାଏ, କେଉଁ ପ୍ରକାରେ କରାଯାଏ, ସେ କଥା ମୁଁ ତୁମମାନଙ୍କ ନିକଟରେ ନିଶ୍ଚିତ ବ୍ୟାଖ୍ୟା କରିବି। ତୁମେମାନେ ଟିକେ ଦୃଢ଼ତାର ସହିତ ଚିତ୍ତରେ ଧାରଣ କର, ଅର୍ଥାତ୍ ସ୍ଥିର ହୋଇ ବସ। ହରି ପ୍ରସନ୍ନ ସେ ହରି ପ୍ରସନ୍ନ ଯେ ମନ୍ତେ, ତାହା କହିବା ଆମ୍ଭେ ତୋତେ। କ'ଣ କଲେ ଯେ ମହାପ୍ରଭୁ ଖୁସି ହେବେ? ଶଙ୍କର ଭଗବାନ ଯେଉଁ ନୀତିବାଣୀ କହିଛନ୍ତି, ଯେଉଁ ମାର୍ଗଦର୍ଶନ କହିଛନ୍ତି, ତାହା ହେଉଛି ରୁଦ୍ରଗୀତା। ଏ ରୁଦ୍ରଗୀତାକୁ ଆମେ ଧୀରେ ଧୀରେ ଆଲୋଚନା କରିବା, ନହେଲେ କିଛି ବୁଝି ହେବନି।